ଖାଦ୍ୟ ଆଣିଲେ ଆମେ ଖାଇବୁ। ତେଣୁ ମୁଁ କଣ କରିବି କି କହି ତାଙ୍କୁ ସମ୍ପାଦିବି ମାତାଙ୍କୁ କାହୁଁ ଆଣିଦେବି। ମା ବୋଲି କହିଲେ ତାଙ୍କ ମା ତ ଚାଲିଗଲା, କୋଉଠୁ ଆଣିକିନି ତାଙ୍କ ମାକୁ ଦେବି, କୋଉଠୁ ଆଣିକିନି ତାଙ୍କୁ ଖାଦ୍ୟ ଦେବି, ଏକଥା କିଏ ଭାବୁଛି ନା ପତି କପଟ ଭାବୁଛି। କାହୁଁ ଆଣିବି ନିତ୍ୟ ଖାଦ୍ୟ, କାହୁଁ ଆଣିବି ନିତ୍ୟ ଖାଦ୍ୟ, କେମନ୍ତେ ବଞ୍ଚିବେ ଶାବକ ଏମନ୍ତ ଚିନ୍ତା କରି ପକ୍ଷୀ ଦେଇଲା ଜାଲ। ପୁଣିରେ କଲା ମୁଁ ତ ଖାଦ୍ୟ ଦେଇପାରିବିନି, ଯାହା ହବ ହବ, ଦେଇଲା ପୁଣି ଜାଲ ଉପରକୁ ଦେଲେ। କହିଲା ମୁଁ ଆଉ ଗଲେ ପିଲାମାନଙ୍କୁ ତ ଖାଦ୍ୟ ଦେଇପାରିବିନି, ମୁଁ ତ ତାଙ୍କ ମାଆକୁ ନେଇକି ତାଙ୍କୁ ଦେଇପାରିବିନି। ତେଣୁ ସେ ଦେଇଲା ପୁଣି ଜାଲକୁ ଦେଇଲା। ଲୁବ୍ଧକ ଜାଲ ପତ୍ନୀ ସହିତ ବନ୍ଦୀ ହେଲା, ଶାବକ ମୋହରେ କାନ୍ଦିଲା। ଶାବକ ମାନଙ୍କ ମୋହରେ, ପତ୍ନୀର ମୋହରେ, ମୋ ସ୍ତ୍ରୀ ତ ମଲା, ମୁଁ ଆଉ କିଏ ରହିବି, ମୁଁ ଯାଉଛି ତା ସାଙ୍ଗରେ ଦେଇ ପଡ଼ିବି। ତେଣୁ ସେଇ ମୋହରେ ସେ ଦେଇ ପଡ଼ିଲା। ଦେଇ ପଡ଼ିଲା ପରେ ଲୁବ୍ଧକ ଜାଲ ଉଠାଇଲା, ଦୁଇ ପକ୍ଷୀଙ୍କୁ ଧରି ନେଲା, ମାରି ତାଙ୍କୁ ସଯତ୍ନରେ ଆହାର କଲା ନିଜ ଘରେ। ମାରିକି ନିଜ ଘରେ ଦିଟି ଯାକ ପକ୍ଷୀକୁ ଆହାର କରିଦେଲା। ଏବେ ଇଆଡେ କଣ ହେଇଛି ନା ଡାଳରେ ଥିଲେ ଛୁଆ ତିନି, ଡାଳରେ ଥିଲେ ଛୁଆ ତିନି, ଭୋକରେ ଅଧୀର ସେ ପୁଣି କରିକି ଅନେଇଛନ୍ତି। ମା ଯାଇଛି ଖାଦ୍ୟ ଆଣିବ, ବାପା ଯାଇଛି ଖାଦ୍ୟ ଆଣିବ, ତେଣୁ ଭୋକରେ ଅଧୀର ସେ ପୁଣି ପିତା ମାତାଙ୍କୁ ଚାହିଁ ଚାହିଁ, ପିତା ମାତାଙ୍କୁ ଚାହିଁ ଚାହିଁ, ଭୋକ ନିଦ୍ରାରେ ଗଲେ ଶୋଇ। ଭୋକ ହେଲା, କେହି ଖାଦ୍ୟ ଦେବାକୁ ନାହାନ୍ତି, ଭୋକ ନିଦ ହେଇଗଲା। ଛୁଆମାନେ ଖାଦ୍ୟ ନ ପାଇଲେ ଭୋକରେ କାନ୍ଦି 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 ଶୋଇ ପଡନ୍ତି। ତେଣୁ ଭୋକ ନିଦ୍ରାରେ ଶୋଇଗଲେ। ବୃକ୍ଷ ପଡ଼ିଲେ ଧରଣୀରେ, ଯେତେବେଳେ ଶୋଇ ପଡ଼ିଲେ ସେ ବୃକ୍ଷରୁ, ସେ ଗଛରୁ ଖସି ପଡ଼ିଲେ ତଳେ। ବୃକ୍ଷ ପଡ଼ିଲେ ଧରଣୀରେ, ଲୁବ୍ଧକ ଦେଖିଲା ଚକ୍ଷୁରେ, ଗୋବିନ୍ଦ ଗୋବିନ୍ଦ